ଖାଲିନା ଗାଁ କଲ୍ୟାଣ ସମିତି ପକ୍ଷରୁ ଏକ ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ନାମ୍ପ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ଡକ୍ଟର ଦେବବ୍ରତ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏନ୍ଏମ୍ ରେଖାରାଣୀକର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରିଣୀ ସ୍ନେହଲତା ଜେନା ପ୍ରମୁଖ ଯୋଗ ଦେଇ କିଶୋରୀ ବାଳିକାମାନେ କିଶୋରୀ ବୟସରେ ହେଉଥିବା ବ୍ୟତିକ୍ରମ ଯଥା ରକ୍ତହୀନତା, ଖାଦ୍ୟ ଅଭାବ ଜନିତ ଅପପୁଷ୍ଟି ଓ ଯୌନ ସମ୍ବନ୍ଧୀୟ ବିଭିନ୍ନ ସଂକ୍ରାମକ ରୋଗରୁ କିପରି ରକ୍ଷା ପାଇପାରିବେ ସେ ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ଗର୍ଭବତୀ ମହିଳା ଓ ପ୍ରସୂତି ମାମାନେ କିପରି ନିଜର ଯତ୍ନ ନେଇ ସୁସ୍ଥ ଓ ନିରୋଗ ଜୀବନଯାପନ କରିବା ସହିତ ନିଜର ଗର୍ଭସ୍ଥ ଭ୍ରୂଣ ଓ ଜନ୍ମ ନେଇଥିବା ସନ୍ତାନର ଯତ୍ନ ନେଇପାରିବେ ସେ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଆଲୋଚନାରେ 75 ଜଣ କିଶୋରୀ ବାଳିକା, 8 ଜଣ ଗର୍ଭବତୀ ମହିଳା ଓ 20 ଜଣ ପ୍ରସୂତି ମା ଅଂଶଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖାଲିନା ଗାଁ କଲ୍ୟାଣ ସମିତିର ସଭାପତି ସୁମିତ୍ରା ଜେନା, ସରପଞ୍ଚ ମିନତୀ ପାତ୍ର, ନାୟବ ସରପଞ୍ଚ ସୁଶାନ୍ତ କୁମାର ଦେ, ଅଙ୍ଗନବାଡି କର୍ମୀ ରୀନାବାଳା ଦେ, ସୁପ୍ରିୟା କର, ଶାନ୍ତିଲତା ସୁର, ଝରଣା ଦେ, ଆଶାକର୍ମୀ ସରସ୍ୱତୀ ଦେ, ପଦ୍ମାବତୀ ବାରିକ, ସଙ୍ଗୀତା ପାଲ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ମୋ ନାଁ ସୁମିତ୍ରା ରାଣୀ ଜେନା, ମୁଁ ଗାଁ କଲ୍ୟାଣ ସମିତିର ସଭାପତି ଅଛି। ଆଜି କାର୍ଯ୍ୟକ୍ରମ ହେଲା ଆମର ଗର୍ଭବତୀ, ପ୍ରସୂତି ଓ କିଶୋରୀ ବାଳିକାଙ୍କୁ ନେଇ ସ୍ୱାସ୍ଥ୍ୟ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତ ଏଥିରେ ଆମର ଉପସ୍ଥିତ ଥିଲେ ନାମ୍ପରେ ଆମର ଆୟୁଷ ସାର୍ ଏବଂ କ୍ରୀଡ଼ା ସବ୍ ସେଣ୍ଟର ସ୍ନେହା ଦିଦି, ଆମର ଏନ୍ଏମ୍ ଦିଦି ଏବଂ ସମସ୍ତ ଅଙ୍ଗନବାଡି କର୍ମୀ, ୱାର୍ଡ ସଭ୍ୟା, ଗ୍ରାମର କିଛି ଲୋକ, ଖାଲିନା ନୋଡାଲ ହାଇସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଆଶାକର୍ମୀ। ମୋ ନାଁ ସ୍ନେହଲତା ଜେନା, ମୁଁ ସିଏଚ୍ଓ ଅଛି ଇକଡ଼ା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ। ଆଜି ତ ଆମର ଖାଲିନାର ଗାଁ କଲ୍ୟାଣ ସମିତି ତରଫରୁ ସ୍ୱାସ୍ଥ୍ୟ ସଚେତନତା ଶିବିର ହୋଇଥିଲା, ଯେଉଁଥିରେ କି ଆମର କିଶୋରୀ ବାଳିକା, ଗର୍ଭବତୀ ଆଉ ପ୍ରସୂତି ପରବର୍ତ୍ତୀ ମା ମାନେ ସମସ୍ତେ ଉପସ୍ଥିତ ଥିଲେ। ତା ସହିତ ଆମର ନାମ୍ପ ହସ୍ପିଟାଲରେ ଆମର ଆୟୁଷ ସାର୍, ଆମର ଇକଡ଼ାର ଆମର ହେଲ୍ଥ ୱାର୍କର ଦିଦି, ଆଉ ସ୍କୁଲର ସବୁ ଶିକ୍ଷକ ଶିକ୍ଷୟିତ୍ରୀ, ଆମର ଆଶା ସହକର୍ମୀ, ଆମ ଅଙ୍ଗନବାଡି ଦିଦି, ଆମ ୱାର୍ଡ ମେମ୍ବର ଆଉ ଗ୍ରାମର ଅନ୍ୟାନ୍ୟ ଲୋକ ସମସ୍ତେ ଉପସ୍ଥିତ ଥିଲେ। କିଶୋରୀ ବାଳିକା ଏଠି ଥିଲେ 75 ଜଣ, ଗର୍ଭବତୀ 8 ଜଣ ଥିଲେ, ଆଉ ପ୍ରସୂତି ପରବର୍ତ୍ତୀ ମା ମାନଙ୍କର 20 ଜଣ ଥିଲେ। ମୁଁ ଡକ୍ଟର ଦେବବ୍ରତ ମିଶ୍ର, ମେଡିକାଲ ଅଫିସର ଆୟୁଷ, ନାମ୍ପ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର। ଖାଲିନାରେ ଆଜି ଖାଲିନା ଗ୍ରାମ କଲ୍ୟାଣ ସମିତି ତରଫରୁ ଆଜି ଆମର କିଶୋରୀ ଏବଂ ଗର୍ଭବତୀ ଏବଂ ପ୍ରସୂତି ମା ମାନଙ୍କୁ ନେଇ ଗୋଟେ ସ୍ୱାସ୍ଥ୍ୟ ସଚେତନତା ମେଳା ଆୟୋଜନ କରାଯାଇଥିଲା। ଆଉ ସେଇଥିରେ ଆଜି ସମସ୍ତଙ୍କୁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତା, କେମିତି ସୁସ୍ଥ ଜୀବନଯାପନ କରିବେ, କେମିତି ଗର୍ଭବତୀ ମା, ପ୍ରସୂତି ମା ମାନେ କେମିତି ତାଙ୍କର ନିଜର ପିଲାମାନଙ୍କର ଯତ୍ନ ନେବେ, ସେ ବିଷୟରେ ସମ୍ୟକ ଧାରଣା ସେମାନଙ୍କୁ ଦିଆଗଲା।